ପିଲାଏ, ଆମ ଦେଶ ଭାରତବର୍ଷ ଖୁବ୍ ମହାନ। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କଲା। ସେହି ଶୁଭଦିନର ସ୍ମୃତିକୁ ମନେ ରଖିବା ପାଇଁ ଆମେ ପ୍ରତିବର୍ଷ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଥାଉ। ଗତକାଲି ଆମ ଦେଶ ତାର 79ତମ ସ୍ୱାଧୀନତା ଦିବସ ଖୁବ୍ ଧୁମ୍ଧାମ୍ରେ ପାଳନ କରିଛି। ମୁକ୍ତିର ଆନନ୍ଦ ଦାନ କରିଥିବା ଏହି ସ୍ୱାଧୀନତା ଦିବସ ଆମ ଦେଶର ଗର୍ବ ଆଉ ଗୌରବର ପ୍ରତୀକ। ଏହି ସ୍ୱାଧୀନତା ପାଇଁ ଅନେକ ବୀର ସଂଗ୍ରାମୀ ଜେଲ୍ ଯାଇଛନ୍ତି, ନିର୍ଯାତନା ସହିଛନ୍ତି ଏବଂ ଶହୀଦ ମଧ୍ୟ ହୋଇଛନ୍ତି। ପିଲେ, ଏହି କଷ୍ଟଲବ୍ଧ ସ୍ୱାଧୀନତାକୁ ଆମେ ନିହାତି ଭାବରେ ବଜାୟ ରଖିବା ଉଚିତ। ପିଲାମାନେ ଜାଣିଛ, ଭାରତର ପତାକା ମାନେ ଆମର ଜାତୀୟ ପତାକା, ଯାହାକୁ ତ୍ରିରଙ୍ଗା ବୋଲି କୁହାଯାଏ। ଆମ ଜାତୀୟ ପତାକା ତ୍ରିରଙ୍ଗାରେ 3ଟି ରଙ୍ଗ ରହିଛି। ଉପର ଭାଗଟି କମଳା, ମଝିଟି ଧଳା ଏବଂ ତଳଟି ସବୁଜ। ପିଲାଏ, ଧଳା ରଙ୍ଗ ମଝିରେ ଗୋଟିଏ ନୀଳ ରଙ୍ଗର ଚକ୍ର ରହିଛି, ଯେଉଁଥିରେ 24ଟି ଅର ରହିଛି। କମଳା ରଙ୍ଗର ଅର୍ଥ ସାହସ ଏବଂ ବଳିଦାନ। ଧଳା ରଙ୍ଗ ହେଉଛି ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ସବୁଜ ରଙ୍ଗ ସମୃଦ୍ଧି ଓ ପ୍ରଗତିକୁ ସୂଚାଏ। ଅଶୋକ ଚକ୍ରଟି ନ୍ୟାୟ ଏବଂ ନିରନ୍ତର ଆଗକୁ ବଢ଼ିବାକୁ ବୁଝାଏ। ପିଲାଏ, ପତାକାକୁ ସଦା ସମ୍ମାନ ଦେବା ଉଚିତ। ଏହା ହେଉଛି ଆମ ଗର୍ବ ଓ ଗୌରବ। ପିଲାଏ, ତମାନେ ଧ୍ୟାନ ଦେବ, ଆମ ଜାତୀୟ ପତାକା ଯେମିତି କେବେ ମାଟିରେ ପଡ଼ିବନି, ପାଣିରେ ପଡ଼ିବନି ଆଉ ଚିରିବନି। ବ୍ୟବହାର ପରେ ଏଠି ସେଠି ନ ଫୋପାଡ଼ି ଆମର ତ୍ରିରଙ୍ଗାକୁ ସମ୍ମାନର ସହ ସାଇତି ରଖିବ। ଆସ ପିଲେ, ଶୁଣିବା ଏଥର ଦେଶବନ୍ଦନାଟିଏ। ଗାଇଛନ୍ତି ଶୁଭ୍ରାଂଶୁ କୁମାର ବିଶୋଇ ଏବଂ ରଚନା ବାବାଜୀ ଚରଣ ଜେନା। ଯଶ ଗୌରବ ତ୍ରିରଙ୍ଗା ମୋର ମାନ, ତ୍ରିରଙ୍ଗା ମୋର ଯଶ ଗୌରବ ତ୍ରିରଙ୍ଗା ମୋର ମାନ। ନୀଳ ଆକାଶରେ ଉଡ଼ୁଥାଉ ସଦା, ନୀଳ ଆକାଶରେ ଉଡ଼ୁଥାଉ ସଦା, ହୋଇ ଆମ ସ୍ୱାଭିମାନ। ତ୍ରିରଙ୍ଗା ମୋର ଯଶ ଗୌରବ ତ୍ରିରଙ୍ଗା ମୋର ମାନ, ତ୍ରିରଙ୍ଗା ମୋର ଯଶ ଗୌରବ ତ୍ରିରଙ୍ଗା ମୋର ମାନ। ତ୍ରିରଙ୍ଗା ଶୁଣାଏ ଶାନ୍ତିର ଗୀତ, ଜଗ ଜନ ମନ ମୋହି। ଶରଣ ମାଗେ ଯେ ତା ଚରଣ ତଳେ, ଅଭୟ ଦିଅଇ ସେଇ ପତାକାର ଟେକ ରଖି ଯିବା, ସେଇ ପତାକାର ଟେକ ରଖି ଯିବା, ଭୁଲି ମାନ ଅଭିମାନ। ତ୍ରିରଙ୍ଗା ମୋର ଯଶ ଗୌରବ ତ୍ରିରଙ୍ଗା ମୋର ମାନ, ତ୍ରିରଙ୍ଗା ମୋର ଯଶ ଗୌରବ ତ୍ରିରଙ୍ଗା ମୋର ମାନ।
विश्व भ्रातृभाव गाथा से शुणाए नील आकाशरे रही एकतार मन्त्रे बांधी हे बास भेदा भेद भूली जाई आस आस आमे गाइबा सरबे आस आस आमे गाइबा सरबे माटीमा जय गान त्रिरंगा मोर जस गौरव त्रिरंगा मोर मान त्रिरंगा मोर जस गौरव त्रिरंगा मोर मान नील आकाशरे उडुथाउ सदा नील आकाशरे उडुथाउ सदा होई आम स्वाभिमान त्रिरंगा मोर जस गौरव त्रिरंगा मोर मान त्रिरंगा मोर जस गौरव त्रिरंगा मोर मान त्रिरंगा मोर मान त्रिरंगा मोर मान। ପିଲାଏ ତମେ ସବୁ କୋଣାର୍କ ମନ୍ଦିର ବୁଲି ଯାଇଥିବ ନାଇଁ? ଆଉ ତାହାର ଇତିହାସ ମଧ୍ୟ ଜାଣିଥିବ। ଓଡ଼ିଶା ପାଇଁ ଗୌରବ ସାଜିଥିବା ଏହି କୋଣାର୍କ ମନ୍ଦିର 12 ବର୍ଷରେ ତିଆରି ହେଇଥିଲା। 1200 ବଢ଼େଇ ଲାଗିଥିଲେ ଆଉ ମନ୍ଦିରର ମୁଣ୍ଡି ମାରିବା ପାଇଁ ଶେଷରେ 12 ବର୍ଷର ଧରମା ତା ଜୀବନକୁ ବାଜି ଲଗେଇ ଦେଇଥିଲା। ଆସ ପିଲେ ଏଇ ଧରମା ବା ଧର୍ମପଦ ବିଷୟରେ ଜାଣିବା। ଶୁଣିବା ସଙ୍ଗୀତ ରୂପକ ଧର୍ମପଦ ରଚନା ରାମକୃଷ୍ଣ ନନ୍ଦ ଏବଂ ପରିବେଷଣ କରିଛନ୍ତି ଉତ୍କଳ ସଙ୍ଗୀତ ସମାଜ କଟକର ପିଲାମାନେ। ଆସ ପିଲେ ତେବେ ଶୁଣିବା ସଙ୍ଗୀତ ରୂପକ ଧର୍ମପଦ। କୋଣାର୍କ ଓଡ଼ିଶା ତଥା ଭାରତର ଏକ ଅମର କୀର୍ତ୍ତି, ଜାତିର ଗୌରବ, ଶିଳ୍ପୀକୂଳର କାରିଗରୀ କୁଶଳତାରେ କୋଣାର୍କ ମନ୍ଦିର ଭରପୁର ହୋଇ ମହୋଦଧି ତଟେ ଅବସ୍ଥିତ। 12 ବର୍ଷର ଓଡ଼ିଆ ପୁଅ ଧର୍ମପଦ ଆଜି ଅମର, ଶିଳ୍ପୀକୂଳର ସେ ଆଜି ଅଭୁଲା ସ୍ମୃତି। Mahasi
ଧର୍ମପଦ ଚାହାଳିରେ ପାଠ ପଢ଼ୁଥାଏ। ହାତରୁ ଖଡ଼ି ଗଡ଼ିଗଲା ପରେ ତାର ସାଙ୍ଗମାନେ ପରିହାସରେ ତାକୁ କହିଲେ ତାର ପରିଚୟ ଅଜଣା। ସାଙ୍ଗମାନେ ଧର୍ମପଦର ବାପାଙ୍କ ନାମ ପଚାରିଲେ। ସେ ଘରକୁ ଫେରି ମାଆଙ୍କୁ ପଚାରିଲା ତାର ବାପା କିଏ? ଧର୍ମପଦର ମା କହିଲେ ଧରମକୁ, ତୋ ବାପା ତତେ ଚିହ୍ନିବେ କିପରି? ଆମ ବାରି ବରକୋଳି ନେଇ ତାଙ୍କୁ ଭେଟିବୁ। ଧରମୁ ବରକୋଳି ନେଇ ଚନ୍ଦ୍ରଭାଗା ତୀରକୁ ଗଲା। ତା ବାପାଙ୍କୁ ଖୋଜି ଖୋଜି ଭେଟିଲା। ରାଜାଙ୍କ ଆଦେଶ ବାପାଙ୍କଠୁ ଶୁଣି ଧରମର ସୁଖ ମଉଳିଗଲା। ଯଦି ଆଜି ରାତିରେ ମନ୍ଦିରର ମୁଣ୍ଡି ମରା ନଯାଏ, ତେବେ ପରଦିନ ସକାଳେ 1200 ବଢ଼େଇଙ୍କ ମୁଣ୍ଡ କାଟ ହେବ।
ଶୁଣିଲ ପିଲେ ସଙ୍ଗୀତ ରୂପକ ଧର୍ମପଦ। ରଚନା କରିଥିଲେ ରାମକୃଷ୍ଣ ନନ୍ଦ ଏବଂ ପରିବେଷଣ କରିଥିଲେ ଉତ୍କଳ ସଙ୍ଗୀତ ସମାଜ କଟକର ପିଲାମାନେ। ପିଲାଏ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସ ଶୁଣିବା ଦେଶବନ୍ଦନାଟିଏ। ଗାଇଛନ୍ତି ପ୍ରିୟାଂଶୁ ପ୍ରୀତମ ଗ୍ରହାଚାର୍ଯ୍ୟ, ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ। চিরবন্দিতা বিনন্দিতা এই ভারত ভূমি, নাহি যাহার আপনা পর, নাহি যাহার আপনা পর, সে তো মমতাময়ী। চিরবন্দিতা বিনন্দিতা এই ভারত ভূমি, নাহি যাহার আপনা পর, সে তো মমতাময়ী, সে তো মমতাময়ী। সুষমা ভরা দুঃখ পাশরা, সবুজ শোভা সিরি, কি সুন্দরতা সাগর ঢেউ, কি সুন্দরতা সাগর ঢেউ, নদী কানন গিরি, ধরারে সতে সরগ পুরী, তুলনা যার নাহি। চিরবন্দিতা বিনন্দিতা এই ভারত ভূমি, নাহি যাহার আপনা পর, সে তো মমতাময়ী, সে তো মমতাময়ী। ଗୋଟିଏ ସୂତ ସୂତ ଆମେ ତ ଗୋଟିଏ କଣ୍ଠେ ଆଜି, ଗାଇବା ସେଇ ମାର ଜୟ, ବାଧା ବନ୍ଧନ ତେଜି, ଢାଳି ଦେବାରେ ମନ ପରାଣ, ଢାଳି ଦେବାରେ ମନ ପରାଣ, ତାହାରି ସେବା ପାଇଁ। ଚିରବନ୍ଦିତା ବିନନ୍ଦିତା এই ভারত ভূমি, নাহি যাহার আপনা পর, সে তো মমতাময়ী, সে তো মমতাময়ী, সে তো মমতাময়ী, ପିଲାଏ, ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା? ନିଶ୍ଚୟ ଚିଠିରେ ଲେଖି ଆମ ପାଖକୁ ପଠାଇବ।
ଚିଠି ଲେଖିବାର ଠିକଣା ତ ତମେ ସବୁ ଜାଣିଛ, ତଥାପି ପୁଣି ଥରେ କହି ରଖୁଛି। କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ 753001। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।